କଣ କରା ଫୋନ୍ ଅଣ୍ଟା ବୁଡ଼ିବ ସେଠି ଦେଖେ ଯିବାନି ଚଲେଇ ପାରିଲେ ହେଲା। ତ ନମସ୍କାର ସାଙ୍ଗମାନେ, ଜୟ ଜଗନ୍ନାଥ। ଆଶା କରୁଛୁ ଆପଣମାନେ ବହୁତ ଭଲରେ ଥିବେ, ଖୁସିରେ ଥିବେ। 6 ଦିନ ପ୍ଲସ୍ ହେଇଗଲାଣି ପାଖାପାଖି ଭିଡ଼ିଓ ସବୁ ଆସିପାରୁନଥିଲା। କାହିଁକି ନା ବୋଉର ଦେହ ଏତେ ଜୋର ଖରାପ ଥିଲା ଯେ ତାକୁ କଟକ ମେଡ଼ିକାଲ ନେବାକୁ ପଡ଼ିଲା ମୋତେ ଆଡ଼ମିସନ୍ କରିବା ପାଇଁ। ଆପଣମାନେ ତ କିଛି ପ୍ରାୟ ସବୁ ଲୋକଙ୍କ କଥା କହୁନି, କିଛି ଲୋକ ପ୍ରାୟ ଲାଇଭରେ ଦେଖିଥିବେ। ମୁଁ ବୋଉର ଆକ୍ଚୁଆଲି ଅସୁବିଧା କ'ଣ ହେଇଥିଲା ନା, ଦେଖୁଛୁ ଆପଣ ଦେଖନ୍ତୁ। ଏଇ ଯେଉଁ ଘର ପାଖାପାଖି ଆମ ଏ ଘର ସାମ୍ନାରେ ଗୋଟେ ଘାସ ଆମର କ'ଣ ଫୁଲ ଗଛ ଅଛି, ଫୁଲ ଗଛ ପାଖରେ ଯେଉଁ ଘାସ ଉଠିଛି, ବୋଉ ୟାକୁ ଉପଡ଼ାପଡ଼ି କରୁଥିଲା। ଯେତେବେଳେ ଉପଡ଼ାପଡ଼ି କରିଛି, ସେଠୁ ହଠାତ୍ ଗୋଟେ କ'ଣ ତା ହାତ ଗୋଟେ କ'ଣ କାମୁଡ଼ିଥିଲା। ଠିକ୍ ଦିନ 10ଟା ବେଳେ କାମୁଡ଼ିଲା। ମୁଁ ତାକୁ ଗୋଟେ ବେଳେ, ମୁଁ ଜାଣିନି, ମୋତେ ସେ କଲ୍ କରି କହିନଥିଲା। ମୁଁ ଗୋଟେ ବେଳେ ଆସି ତାକୁ ମେଡ଼ିକାଲରୁ ନେଇକି ଦୋକାନରୁ ଆସି ତାକୁ ମେଡ଼ିକାଲ ନେଇ ଗଲି। ମେଡ଼ିକାଲ ସେ ଆକ୍ଚୁଆଲି ଆଡ଼ମିସନ୍ ହେଲା। ଆଡ଼ମିସନ୍ ହେଲା ପରେ ଡକ୍ଟର କହିଲେ କି ଆଉ ନାଇଁ, ୟାକୁ ଗୋଟେ କାମ କରନ୍ତୁ, କେନ୍ଦ୍ରାପଡ଼ାରେ ଆମର ସେମିତି ମାନେ ଫାସିଲିଟି ସେମିତି କିଛି ନାହିଁ ଆମର ଗଭର୍ଣ୍ଣମେଣ୍ଟ ହସ୍ପିଟାଲରେ। ତାକୁ ସେଠୁ କ'ଣ କଲୁ ନା କଟକ ଏସ୍ସିବି ନେଇଗଲୁ। କଟକ ଏସ୍ସିବି ନେଲା ପରେ କ'ଣ ହେଲା ନା ସେଠି କିଛି ଭଲ କିଛି ହେଲା, ଟିକେ କିଛି ଇମ୍ପ୍ରୁଭ୍ କଲା। ଇମ୍ପ୍ରୁଭ୍ କଲା ପରେ କ'ଣ ହେଲା ନା ତା ଘରକୁ ନେଇ ଆସିଲୁ। ପୁଣି ରାତି ପାଇଲା କି ସକାଳ ହେଇଛି, ରାତିରେ ଆସି ପହଞ୍ଚିଲୁ। ସକାଳକୁ ମାନେ ଠିକ୍ 8ଟା ଖଣ୍ଡେ ହେଇଛି, ମୁଁ ଘରେ ଥିଲି। ମୋତେ ଫୋନ୍ କରି କନ୍ଦାକନ୍ଦି କଲା ଯେ କି ଆଉ ମୋ ଦେହ ଭଲ ଲାଗୁନି, ବଞ୍ଚିବିନି, ମରିଯିବି, ଇଏ କରି ଦୁନିଆ କଥା ଏମିତି କହିଲା। ସେଠୁ ତାକୁ ସେଠୁ ନେଇଗଲି କୋଉଠିକି, ପୁଣି କଟକ ରାତାରାତି ତାକୁ ନେଇଗଲି। ଡିସଚାର୍ଜ କରିନଥିଲି ଡକ୍ଟର, ମୁଁ ତାକୁ ନେଇଗଲି। ନେଇଗଲା ପରେ ସେଠି ମୁଁ ରହିଛି ଗୋଟେ ଦିନ। 2 ଦିନ ପରେ ମୋତେ ଭାଇରାଲ ଫିଭର ହେଇଗଲା। ଜ୍ୱର ମାନେ ଏତେ ଜ୍ୱର ଆପଣ ବିଶ୍ୱାସ କରିବେନି, ମାନେ ପୁରା ଅଲଗା ଟାଇପ୍ର ଜ୍ୱର ଟୋଟାଲ ଛାଡ଼ୁନଥିଲା। 2 ଥର 3 ଥର ବାହାରୁ ମାନେ ଦୋକାନରୁ ମେଡ଼ିସିନ ଦୋକାନକୁ କହିକି ଆଣିଲି, କମିଲାନି। ଇଞ୍ଜେକ୍ସନ ଏଇ ସକାଳେ ଆସି ନେଇକି ଆସିଲି, ମେଡ଼ିକାଲ ନେଇଥିଲି, କେନ୍ଦ୍ରାପଡ଼ା ମେଡ଼ିକାଲ। ଇଞ୍ଜେକ୍ସନ ନେଲି ପ୍ଲସ୍ ତା ସହିତ ମେଡ଼ିସିନ ଖାଇଲି, ଟିକେ ଦେହ ଭଲ ଲାଗିଲା। ତ ମୁଁ ସେଇଥିପାଇଁ ମୁଁ କହିଲି ଆଜି ଟିକେ ବୁଲାବୁଲି କରିଦେବା, ପ୍ଲସ୍ ତା ସହିତ ଭିଡ଼ିଓ ଗୋଟେ କରିଦେବା। କାହିଁକିନା ଭିଡ଼ିଓ ବହୁତ ଦିନ ପଡ଼ିପାରୁନଥିଲା, ଏଇ ହେଉଛି ଅସୁବିଧା। ଆଉ ବୋଉର ବି ଯାହା ଭିଡ଼ିଓ କରିଥାନ୍ତି ସେ ଟାଇମ୍ରେ ବହୁତ ସିଚୁଏସନ୍ ଥିଲା। ସେ ଟାଇମ୍ରେ ଭିଡ଼ିଓ କ'ଣ ମାନେ ଫୋନ୍ ଧରିବାକୁ ମୋର ଇଚ୍ଛା ହେଉନଥିଲା। ତ ଠିକ୍ ଅଛି, ବର୍ତ୍ତମାନ ଯାଉଛୁ ଗୋଟେ ଜାଗାକୁ। ଏବେ ବି ମୋ ଦେହରେ ଜ୍ୱର ପ୍ରବଳ ଅଛି, କିନ୍ତୁ ଘରେ କେତେ ବସିବି, କେତେ ଶୋଇବି, ମୋତେ ଭଲ ଲାଗୁନି। ସେଥିପାଇଁ ଯାଉଛି ଟିକେ ବୁଲି ଆସେ। ଟିକେ ପାଣି ଫାଣି କ'ଣ ହେଇଛି ମୁଁ ଶୁଣିବାକୁ ପାଉଛି। ସେଇପଟେ ଯେଉଁପଟେ ଆମର ରିଲିଫ୍ ବଣ୍ଟା ହେଉଥିଲା, ଆପଣମାନେ ଜାଣିଥିଲେ, ସେଇ ଜାଗାଟା ହେଉଛି ରିଲିଫ୍ ବଣ୍ଟାକୁ। ମୁଁ ତ ଗାଡ଼ି ନିଜେ ଚଲେଇକି ଆସିପାରୁନି, କାହ୍ନା ଚଲେଇକି ଆଇଲା। କାଳିଆ ସାଙ୍ଗ କାହ୍ନା ଆପଣମାନେ ଜାଣିଥିବେ। କାହ୍ନା ମୁଁ 2 ଜଣ ଯିବୁ। ସେ ତାର ବାଇକ୍ ଚଲେଇବ, ମୋର ବସିବି। ଆଉ କାର୍ ତ ଏଠି ଥୁଆ ହେଇଛି। ତ ଠିକ୍ ଅଛି, ଚାଲନ୍ତୁ। ବର୍ତ୍ତମାନ କାହ୍ନା ଆସିଲେ ତାର ମୋର ସିଧା ଯିବା ପଟ୍ଟାମୁଣ୍ଡେଇ। ତ ଫାଇନାଲି କାହ୍ନା ବର୍ତ୍ତମାନ ଆସିଗଲା। ଆଉ କାହ୍ନା ବର୍ତ୍ତମାନ ଚଲେଇ, ମୁଁ ବସିବି। କାହିଁକିନା ଯେହେତୁ ମୁଁ ଚଲେଇ ପାରୁନି ଗାଡ଼ି, ମୋ ଦେହଟା ଭଲ ଲାଗୁନି। ବର୍ତ୍ତମାନ କାହ୍ନା ଚଲାଏ, ମୁଁ ବସିବି ଗାଡ଼ିରେ। ଯିବା ନା କ'ଣ କହୁଛୁ? ଗୋଡ଼ କିନ୍ତୁ ପୁରା ବେକାର ହେଇଗଲା। କାଇଁ ଖାଲରେ ଗୋଡ଼ ବେକାର ହେଇଗଲା କହୁଛୁ? ତାପରେ ଆଉ ଗୋଟେ ଜିନିଷ ଆପଣ ଦେଖନ୍ତୁ, ଦେହ ତ ଭଲ ଲାଗୁନି, ପାଟି ଭାରି ପିତା ପିତା ଲାଗୁଛି। ଜ୍ୱର ଛାଡୁଛି, ହଉଛି ଏଇଭଳିଆ ହଉଛି। ସେଦିନ ଗାଡ଼ିରୁ ପଡ଼ିଲି, ଏଇଠୁ ଟାଙ୍କି ପୁରା ଚେପା ହେଇକି ଏ ହ୍ୟାଣ୍ଡେଲ ବେଣ୍ଡ ହେଇଯାଇଛି ପୁରା। ଏ ହ୍ୟାଣ୍ଡେଲଟା ଏଟା ଆସି ବାଜୁଛି, ଏଥିରେ ଟାଙ୍କି ଅଲରେଡି ଚେପା ହେଇଗଲାଣି। ଆରେ ଏ ହ୍ୟାଣ୍ଡେଲଟା ବାଜୁଛି ଏଠି ନା, ଏ ହ୍ୟାଣ୍ଡେଲ ବାଜୁନି ଏଥିରେ ବୁଲିବାକୁ। ତ ଠିକ୍ ଅଛି, ବର୍ତ୍ତମାନ ଆମେ ଯାଉଛୁ। ଆଉ ଗୋଟେ ଜିନିଷ ଆପଣମାନଙ୍କୁ ଦେଖେଇବି, ଏବେ ନୁହଁ। ହଉ ଠିକ୍ ଅଛି, ଆପଣମାନେ ଦେଖିଦିଅନ୍ତୁ। ସୋନି ସହିତ ଗୋଟେ ବଢ଼ିଆ ପ୍ରାଙ୍କ କରିବା। ଦେଖୁଛନ୍ତି ଏଟା କ'ଣ? ଜୋଲୋ ଚିପ୍ସ। ୟାକୁ ନେଇକି ହେଲା ସୋନି କୁଇନ୍କି ଦେଇଦେବା। ସେ 2 ଜଣ ଖାଇବେ। ପୁରା ଖାଇଲା ପରେ ତାପରେ ତାଙ୍କର ପୁରା ମାନେ କ'ଣ କହିଲୁ, ହଁ, ଫାଷ୍ଟ ବଢ଼ିଆ ମିଠା କୁରକୁରିଟା। ସେ ଟିକେ ଖାଇଲା ପରେ ତାଙ୍କ ରଙ୍ଗ ଛାଡ଼ିଯିବ, ପୁରା ନ ଛାଡ଼ିଯିବ ମୋତେ କହିବେ। କାହିଁକିନା କ'ଣ କହିବି, ଆପଣମାନେ ନିହାତି ଦେଖିବେ। ତ ଠିକ୍ ଅଛି, ବର୍ତ୍ତମାନ ଚାଲନ୍ତୁ ଆମେ ଯିବା ଏବେ ପଟ୍ଟାମୁଣ୍ଡେଇ। এইটা হচ্ছে পট্টামুন্ডে মার্কেট।
ଖରାବେଳେ ଲୋକ ଏତେ ନାହାନ୍ତି, ସନ୍ଧ୍ୟା ହେଲେ ଏଇ ମାର୍କେଟ ଉପରେ ଏତେ ଭିଡ଼ ହେଇଯିବ ମାନେ କ'ଣ କହିବି ଆପଣମାନଙ୍କୁ, ପ୍ରବଳ ଲୋକ ଭିଡ଼ ହେଇଯିବ ମାନେ ଗୋଟା ବାଇକ୍ ଯିବା ବି କଷ୍ଟ ରାସ୍ତାରେ। ତ ସାଙ୍ଗମାନେ ଆମେ ଫାଇନାଲ ଆସି ସେଇ ଜାଗାରେ ପହଞ୍ଚୁ ଯେଉଁ ଜାଗାରେ କିଛି ଦିନ ପୂର୍ବରୁ ଆପଣ ଦେଖିଲେ ରିଲିଫ୍ ବଣ୍ଟା ହେଇଥିଲା। ସେ ଟାଇମ୍ରେ ତ ଆମେ ରିଲିଫ୍ ଆଉ ମାନେ ଚୁଡ଼ା ଆଇଟମ୍ ଏସବୁ ବଣ୍ଟାବଣ୍ଟି କରୁଥିଲୁ, କିନ୍ତୁ ପଛରେ ଶୁଣିବା ପାଇଥିଲୁ କି ଲୋକମାନଙ୍କର ପାଣିର ଅସୁବିଧା ହେଉଛି। ତ ଆମେ ପ୍ରଶାସନକୁ କହିକି ତ କେହି ତ କିଛି ଶୁଣିଲେନି, ଆପଣମାନେ ଜାଣିଥିବେ ବହୁତ ଭଲ ଭାବରେ। ଆଉ ଏଇଗୁଠି ଦେଖିପାରୁଥିବେ ପାଣି କେଉଁ ଟାଇପ୍ର, ଡଙ୍ଗା ଫଙ୍ଗା ସବୁ ଲାଗିଛି। ଯେଉଁ ଟାଇପ୍ରେ ପାଣି ଥିଲା ଏବେ ସେଇ ଟାଇପ୍ରେ ପାଣି ଅଛି। କିନ୍ତୁ ଏଥର ଆମେ ନିଜ ମାନେ ସ୍ୱହସ୍ତରକୁ ମାନେ ଇଏ କ'ଣ କରିବା ନା, ପାଣି ପାଉଚ୍ ପାଣି ପ୍ଲସ୍ ତା ସହିତ ଯଦି ମାନେ ହେଇପାରିଲା ସମ୍ଭବ ହେଲା ବିସ୍କୁଟ୍ର କରିବା। କାରଣ ଆପଣମାନେ ଜାଣିଥିବେ ବୋଉର ଦେହ ଭଲ ନାହିଁ, ବୋଉ ତ ଏକୁଟିଆ ଇଏ ମୋତେ ଛାଡ଼ିବନି, ସେ ଯାହା ସାଙ୍ଗରେ ସେ ଆସିବ। ତ ଦେଖାଯାଉ କ'ଣ ହେଉଛି। ବର୍ତ୍ତମାନ ମୋ ପାଖରେ କାନା ଅଛି, କାନା ପଳେଇବେ ନା କ'ଣ କହୁଛୁ? କ'ଣ କହୁଛୁ? ଆମର ରିଲିଫ୍ ବଣ୍ଟା ହବ, ଆସିବୁନୁ? ତ ସାଙ୍ଗମାନେ ଏଠୁ ଆମେ ଏଇଟା ପଳଉଛୁ ମାମୁଁ ଘରକୁ। ମାମୁଁ ଘରକୁ ଗଲା ପରେ ରିଲିଫ୍ ବଣ୍ଟା ହବ, ଆମର ପାଣି ବଣ୍ଟା ହବ। ଆମେ ନିହାତି ଆସିବୁ 2 ଦିନ, କାଲି ନହେଲେ ପରଦିନ ଆମେ ନିହାତି ଆସିବୁ, ଆପଣ ନିହାତି ଦେଖିବେ। ତ ଠିକ୍ ଅଛି, ବର୍ତ୍ତମାନ ଚାଲନ୍ତୁ ଯିବା ଘରକୁ ଯିବା। ପାଣି ଆପଣ କଳମଳ ପୁରା ଧୀରେ 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 ତ ଅଣ୍ଟା 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 ବୁଡ଼ି ଯାଉଛି ସେଠି। ତୁ ଏତେ ଗୁଡ଼ା ପୁରଉଛି ଗାଡ଼ି, କ'ଣ ସେଠି ଅଣ୍ଟା ବୁଡ଼ି ଯାଉଛି, ସେଠି ଜାଣିପାରୁନୁ କେତେ ହାଇଟ୍। ଫୋନ୍ ଅଛି, ଫୋନ୍ ଅଛି, କ'ଣ କରିବା? ଫୋନ୍ ଅଣ୍ଟା ବୁଡ଼ି ଯାଉଛି ସେଠି, ଦେଖେ ଯିବାନି, ଚଲେଇ ପାରିଲେ ହେଲା। କ'ଣ ହେଇଛି? ଖାଇବୁ କି? ନଉନୁ ଖଣ୍ଡେ ନେ। ୟୁଟ୍ୟୁବ୍ ଚ୍ୟାନେଲ୍ ଅଛି। ହଁ ନା କ'ଣ କରିବା? କ'ଣ କରିବା କହୁନୁ? ଯାଇହବନି, ସେପଟରେ ଡଙ୍ଗା ଚାଲିଛି। ମୁଁ କହୁନି ତମେ ଏଇପଟେ ଉଠିବ, ଏଇ ଯୋଉ ଟ୍ରେନ୍ ଲାଇନ୍, ଯୋଉ ପୋଲ ଭଳିଆ ଅଛି ସେପଟେ ଟ୍ରେନ୍ ଲାଇନ୍ ଉଠା ଭାଇ ଯାଉଛି ନା କୋଉ ଟ୍ରେନ୍ ଲାଇନ୍? ଆଉ ସେଇଟା ବିଲ ଗୋଟେ ଏତିକି ଗୋଟେ ସର୍ବନ ଉଠିବୁ ମାଟିର। ମୁଁ ଏପଟେ ଯାଇଛି, କ'ଣ କରିବା କ'ଣ ବର୍ତ୍ତମାନ? ବୁଲେଇଦେବା ଆଉ କ'ଣ କରିବା? ସେ ଗୋଟେ ବାଇକ୍ ପଳେଇଗଲା। କୋଉଠି ବାଇକ୍? ସେ ବା ଯୋଉ ଘୁଁ ଘୁଁ କରୁ ସେଠି କ'ଣ ଉଠି ନାହିଁ, ସେ ସାଡ଼ୁ ଆଇଲା କ'ଣ? ସାଇଲେନ୍ସର ବଦଲେ ପଳେଇବ ଗାଡ଼ି। ଏତେ ପାଣି ଗାଡ଼ି କ'ଣ ଯିବ? ମୋତେ କାହିଁ ଡାଉଟ୍ ହେଉଛି। ତୁ ଚଲେଇ ପାରିବୁ କାନା? ମୁଁ ତ ଚଲେଇଦେବି, କିନ୍ତୁ ଗାଡ଼ି ଯିବନି। ଏଇଟା ମଝିରେ ଖାଲ ଫାଲା କୋଉଠି ନାହିଁ? କେତେ ବଡ଼ ଖାଲ? କେତେ ବଡ଼ ଖାଲ? ଆମ ବାଇକ୍ର ଇଞ୍ଜିନ୍ ପର୍ଯ୍ୟନ୍ତ ପାଣି ପଡ଼େ, ଆମ ଅଣ୍ଟା ପର୍ଯ୍ୟନ୍ତ। ଗାଡ଼ି ଫୁଲ୍ ବୁଡ଼ିଯିବ କି? ଫୁଲ୍ ବୁଡ଼ି ପାରେ ଖାଲ ଭିତରେ ଯଦି ପଡ଼େ। ନା ଆମ ଦ୍ୱାରା ସମ୍ଭବ ନୁହଁ। କାନା ଆଉ କହୁନା ୟୁ ଟର୍ନ ମାର ଏଉଠୁ। ବଢ଼ିଆ ଜାଗା ତୁ ଗୋଟେ କାମ କରୁନୁ, କହୁନା। ତୁ ଯଦି ଗାଡ଼ି ନେଇ ଯାଇପାରିବୁ ଯା, ମୁଁ ଅଛି ଏଇଠି, ନହେଲେ ବୁଲିକି ଆସିବୁ ନହେଲେ ଯା। ଆଉ ତୁ ନହେଲେ କ'ଣ ଲାଭଟା ଆଉ? ମୋତେ ଶୁଣ, ମୋତେ ପାଣି ତ ବାହାରୁ ଛାଡ଼ିଦେ, ତା ଭିତରେ ଯିବୁ ନହେଲେ। ଏମିତି ଜ୍ୱର ମୋତେ ତୁ ଭଲସେ ଆଣିଛୁ, ସକାଳୁ ଇଞ୍ଜେକ୍ସନ୍ ନେଇଛି। ଆଗକୁ ଆଉ ଫଟୋ ମାରିବା ତ ଗାଡ଼ିଟା ବୁଲ ଲାଗେ ସେଠି ଛାଡ଼ୁ ଉପରେ ସେଟା ଖାଲଟା ପୁରା ବୁଝିପାରୁଛୁ। ଗାଡ଼ି ନ ରହିଲେ ଫଟୋ କାନାଟା କାମ କର କାନା, ଆଉ ଟିକେ ଆଗକୁ ଦେ, ଆଉ ଟିକେ ଆଗକୁ ଦେ, ମୋତେ ଏଇଠି ଛାଡ଼ିଦେ ହେଲା। ତୁ ପଳା ଗାଡ଼ି ନେଇକି ଯା, ଦେଖିବୁ ବୁଲିକି ଆସୁ ନା ନାଇଁ? ପଳା ଯା, ଯାଉନୁ ଓଇ ଯାଉନୁ। କ'ଣ ନା ଏତିକି ପାଣି? ଆଉ ମୋତେ କହୁଥିଲେ ବସେଇ ନେବା ପାଇଁ। ମୁଁ କଣ ଜାଣିଥିଲି ଏଇଭଳିଆ ପାଣି ନା ତ ବସି କେତେ ପାଣି ଦେଖିଲ? ସେ ଯେଉଁ ଟୋକା ଠିଆ ହେଇଛି ଅରେଞ୍ଜ କଲର ସାର୍ଟ, ତା ପାଖରେ ବୁଲିକି ନା ଯା। ବୁଲିବାକୁ ତ ସେଇଟା ଖାଲ ଅଛି, ହନୁମାନ ସେଇଠି ଖାଲ ଅଛି, ଟିକେ ବୁଲିକି ଆସୁନୁ। ଗାଡ଼ି ପାଡ଼ି ହବ। ଗାଡ଼ି ମୋର ହଉ ତ ଅସୁବିଧା କ'ଣ ଅଛି? ତୁ ଚାଲିଲା କିଏ ନାହିଁ, ଡର ଲାଗୁଛି। ଏତିକି ପର୍ଯ୍ୟନ୍ତ ଗାଧେଇବ ମାରିବ ନା କ'ଣ? ପଳେଇବା ବୁଲା। ମାଡ଼ିଆ ଜାଗାକୁ ଆଇଛି ପୁରା ହେଭି ଜାଗା, କହୁନା। ତ ସାଙ୍ଗମାନେ ଆପଣ ଦେଖିଲେ ଏଇଟା ହେଉଛି ପଟ୍ଟାମୁଣ୍ଡେଇର ବଙ୍ଗାଳିଦିଆ।
ବଙ୍ଗାଲଦିଆ ଗାଁ ଭିତରୁ ଯେଉଁ ବାଟଟା ବାଲିପାଟଣା ପ୍ଲସ୍ ବାଲିପଡ଼ା ତ ଏଇଟା ହେଉଛି ସେଇ ବାଟଟା। ସେଇ ବାଟ ଆପଣମାନେ ଦେଖିଲେ କୋଉଟାରେ ପାଣିରେ ପୁରା ମାନେ ଏତେ ପାଣି ଯେ କି ଆଉ ବାଇକ୍ ନେବା ପାଇଁ ମୁଁ ବି ଡରିଲି। କାହ୍ନା ବି ମନା କଲି ଯା ନା, ତଥାପି କାହ୍ନାକୁ ବାଧ୍ୟ କଲି, କାହ୍ନା କିନ୍ତୁ ଗଲାନି। ତ ଠିକ୍ ଅଛି, ବର୍ତ୍ତମାନ ଆମେ ଯାଉଛୁ। ଯଦି ପସିବୁଲ୍ ହେବ କାହ୍ନା ଯିବା କି ସେଠି ଅଧା ଯାଇ ଯିବେନି, ପଳେଇବା ନାଇଁ? ଠିକ୍ ଅଛି, ଏତେ ପାଣି ସିଧା ବର୍ତ୍ତମାନ ଯାଉଛୁ ଆମେ ଘରକୁ। କାରଣ ଏମିତି ବହୁତ ଲେଟ୍ ହେଇଗଲାଣି। ଆଉ ଘରେ ଯାଇ ମୋତେ ଅଧଘଣ୍ଟା ଘଣ୍ଟେ ରେଷ୍ଟ ନେବାର ଅଛି। ରେଷ୍ଟ ନେବା ପରେ ଘରେ ପୁଣି ବୁଝିବା ସିଷ୍ଟମ୍ଟା ପାଣି ପୁଣି ତାଙ୍କ କାଲି ପାଇଁ ବ୍ୟବସ୍ଥା କରିବାକୁ ପଡ଼ିବ। କାହିଁକିନା ପାଣି ବ୍ୟବସ୍ଥା ଯଦି ନ କରିବି ତାହେଲେ ଲୋକ ଗୁଡ଼ାକ ଭିତରେ ହଇରାଣ ହେବେ, ଯେଉଁଟାକି ମୋତେ ଟୋଟାଲି ଭଲ ଲାଗିବନି। ତ ଠିକ୍ ଅଛି, ସିଧା ବର୍ତ୍ତମାନ ଘରକୁ ଯିବା। ଘରେ ଯାଇକି ସେଠି ବୁଝାବୁଝି କରିବା କେଉଁଠି ପାଣି ଫାଣି କ'ଣ ହେବ କ'ଣ ନାହିଁ, କେମିତି ସିଷ୍ଟମ୍ ଲୋକମାନେ ପାଇବେ, ସେସବୁ ନିହାତି ବୁଝିବା। ଚାଲନ୍ତୁ ବର୍ତ୍ତମାନ ସିଧା ଘରକୁ ଯିବା। ଆମକୁ ତ ସାଙ୍ଗମାନେ ଫାଇନାଲି ବର୍ତ୍ତମାନ ମୁଁ ଯାଉଛି ଘରକୁ। ହମ୍ ଶୋଟା ଯେଉଁଭଳିଆ ହେଉଛନ୍ତି ପୁରା ଗାଣ୍ଡି କଛା ଟିକେ ଦର୍ଜ ହେଇଯାଉଛି। ହଉ, ତ ଏବେ ଘରେ ପହଞ୍ଚିଲା ପରେ କାହ୍ନା ତୁ ଜୋଲ ଚିପ୍ସ ଖାଇବୁ ନା ନାହିଁ? ତୋ ପାଇଁ ଚ୍ୟାଲେଞ୍ଜ ଗୋଟେ, ତୁ ବାଘ ନା ନାହିଁ? କ'ଣ ତୁ ବାଘ? ବାଘ ମାନେ ଜୋଲ ଚିପ୍ସ ତ ଖାଇବାକୁ ପଡ଼ିବ, ଖାଇବୁ ନା ନାହିଁ? ତୁ ଖାଇବୁ, କୁଇନି ଖାଇବ, ସୋନି ଖାଇବ, କ୍ଷେତ୍ରାକୁ ଡାକିଦୁ, କ୍ଷେତ୍ରା ବି ଖାଇବ ନା କ'ଣ କହୁଛୁ? ଆଜି ଚ୍ୟାଲେଞ୍ଜ ରହିଲା ଯୋଉ ଜୋଲ ଚିପ୍ସଟା ଆପଣମାନଙ୍କୁ ଦେଖାଉଥିଲି ଟିକେ ପୂର୍ବରୁ, ସେଇ ଜୋଲ ଚିପ୍ସଟା କାହ୍ନା ଖାଇବ, କ୍ଷେତ୍ରା ଖାଇବ, କୁଇନି ଖାଇବ, ସୋନି ଖାଇବ। ଖାଇବୁ ନା ନାହିଁ? ତ ନିହାତି ଖାଇବେ। ଆଉ ରିଆକ୍ସନଟା କ'ଣ ଆପଣମାନଙ୍କୁ ବି ଦେଖେଇବି। ତ କଣ୍ଟିନ୍ୟୁ ଥାଆନ୍ତୁ, ଘରେ ପହଞ୍ଚିଲା ପରେ ଦେଖିବା। ବର୍ତ୍ତମାନ ସେ ମାମୁଁ ଘରେ ପହଞ୍ଚିଗଲି। ସୋନି ଦେଖିକି, ସୋନି ଏଇଠି ଆଇଲୁ। ତାକୁ ପଚାରିଲି, ସେ ମନା କଲା ମୁଁ ଖାଇବିନି। ଆଉ ଯ ଏଇଠି ଖାଇବେ। ଡର ମାରୁଛି, ସେ ମନା କରିଦେଲାଣି, କହି ଖାଇବିନି। ମତେ ଡର ଭୟ ନାହିଁ। ଡର ହୁଏ ନାହିଁ? ତୁ ଖାଇବୁ? ଖଣ୍ଡେ ଖାଉନଥିଲୁ? ଖଣ୍ଡେ ଖାଉନୁ? ଟିକେ ଟେଷ୍ଟ କରି ଟିକେ 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 ଟେଷ୍ଟ କରୁନୁ। ତୁ ଆଗରୁ ଖାଇଛୁ? ଆଉ ଖାଇନୁ ପୁଣି ଏମିତି କାହିଁ ହଉଛୁ? ଆଉ ଭାରି ଚାଲାକ ଅଛୁ, ତୁ ତ ଜାଣିନୁ। ତୁ ଆଗରୁ ଖାଇଛୁ କେବେ? ଖଣ୍ଡେ ଖାଇଛୁ? ଏବେ ଟିକେ ଖାଇ ଦେଖୁନୁ। ତୁ ତ ଖାଇନୁ, ଜାଣିନୁ, ପୁଣି ରୋଲ କାହିଁ କରୁଛୁ? खाते 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 कौन टिके ना पके रोल को जाओ पका लेकिन छोट पिला खाई तो डरुचन सब कौन जना पड़ी ने देखा भूत भूत लगे ना कौ आतले मरिबो ना 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 सकते राग लगिला पड़िला जो नेबे कोला दौला 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 हला कोन ओई ने ने तू दे ने से टिके खाइला तू देखा से देखाला तू देखा पानी पीला पानी पीला राग लगुच दौला काना तम पळेबे काना उठे धर काना हबनी अपेक्षा कर हगला हबनी किसी लगुनि माने सतरे कहू ना ऊपर कहू लागुन नहीं
ଭାଇ ମୋ ପାଟି ଏବେ କିଛି ଲାଗିବନି ଠିକ ଟାଇମ ଆସ ଭଲସେ ଲାଗିବ ତୁ ଖଣ୍ଡେ ନଉନୁ ଖଣ୍ଡେ ନେ ଏଥିରେ ଗୁଣ୍ଡ କରି ଭାତରେ ପକେଇଦେବି ଦେଖିବୁ ଆଉ ଖଣ୍ଡେ ନେ ନା ଏତେ ବି ରାଗ ଲାଗେ ନଉନ ଆଉ ଖଣ୍ଡେ ରହୁନ କତ ସବୁ ଦେଇଦେବ ମଜା ଲାଗୁଛି ଖାଇବା ପାଇଁ देखिए काना बाबू को रिएक्शन सब खाई ताले पारिबुन ओ हे काकुड़े चोइलाने ओय ओ हे कतरा गला गुजी ମତେ ଏତେ ନା ଏତେ ବି ଲାଗୁନି ବଡ କମେଡି ପାଇଁ ଖାଇ ହଁ ଟିକେ କିଛି ଲାଗୁନି कॉमेडी में खाई देलु गुजी कॉमेडी में खाई आउट देखन तू का ମୁଁ ଖାଏ ତୁ ଖାଇକି ଦେଖୁନୁ ରାଗ ନାହିଁ रागो नाही ଆମ ତ ରାଗ ଲାଗୁନି आ तू ने ନା ମା धन धन ମତେ ମାରିବାକୁ ଚାହୁଁନି ନା ମତେ ଟିକେ ଦେ ଖାଅ 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 खाऊनु किछ होबनी ନା ନା आई दे तू मरि जाऊ तू खाऊ सी खाऊ देखन ସେ ମଜାଟା ଜାଣିବ ନା ଫ୍ରେଣ୍ଡ ओके दूर पाटा समिति खाले पडियो बाटी ଆରେ ସମସ୍ତେ ମିଶିକି କିଏ ଚୋବନି ଢୋକି ଦଉଛି ମିଶିକି ଖାଉଛୁ ପାଟି ପଲା ଏଇ ଦଉଲା 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 दोई पारिबु नाही पाटी ଆମ ପାଟି ପଲା ପାଣି ଦିଆ ହଉନି ଯୋଉଟା ଭାବୁଛ ସେଇଟା ଭୁଲ ଏତେ ରାଗ ବି ନୁହଁ राग नाही के राग ठीक होउछ ନା ରାଗ ନାହିଁ फुल फैन देखियो ଫୁଲ ଖାଇଲେ ରାଗ ଲାଗିବ ନା आ पुणी तो ठीक अच्छे ये तो थला मामू घर एती के ରନା ଯାଉଛି हाँ तू पळा जा फोन कले आसबे हला ହଉ ये तो थला मामू घर एती क्लिप जदि काली हबो सुविधा तार गोटे काम करबा कौन करिया हमर हाँ रिलीफ बांटिया को हमर पानी और बिस्कुट तो मु प्लान करछि काली दैट्स पॉसिबल काली करिया नहले पर न करिया तो ठीक अछि जदि वीडियोटा आपन भल लागी लाइक शेयर सब्सक्राइब करे जमा भूलिबेनी पुणी देखा बाटा मोबाइल और फेस वीडियो रे विदाय दियंतु जय जगन्नाथ।